ଚିତ୍ତଳ ମୋଇଠା। ଉପକରଣ 500 ଗ୍ରାମ ଚିତ୍ତଳ ମାଛର ପିସ୍, 200 ଗ୍ରାମ ଚୋପା ଛଡ଼ା ଆଳୁ, 1 ଚା ଚାମଚ ଜିରା ଗୁଣ୍ଡ, 1 ଚା ଚାମଚ ଗରମ ମସଲା ଗୁଣ୍ଡ, ଗୁଣ୍ଡ ହୋଇଥିବା ଟୁକୁଡ଼ାଏ ଜାଇଫଳ, ଚିମୁଟାଏ ଜାଇତ୍ରୀ ଗୁଣ୍ଡ, ଅଧ ଚା ଚାମଚ ଚିନି, 200 ଗ୍ରାମ ସୋରିଷ ତେଲ, 100 ଗ୍ରାମ ପିଆଜ ଚୁନା ଚୁନା କରି କଟା ହୋଇଥିବ, 1 ଚାମଚ ଅଦା ବଟା, ଅଧ ଚାମଚ ରସୁଣ ବଟା, ଟମାଟୋ କଟା 100 ଗ୍ରାମ, 1 ଚାମଚ ଶୁଖିଲା ଲଙ୍କା ବଟା, 2ଟି ତେଜପତ୍ର, ଚିମୁଟାଏ ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ। ପ୍ରଣାଳୀ: ମାଛରୁ କାତି ଛଡ଼େଇ ସେଥିରୁ କଣ୍ଟା ବାହାର କରିଦିଅନ୍ତୁ। ଆଳୁକୁ ସିଝାନ୍ତୁ। ଆଳୁ ସିଝିବା ପରେ ତାକୁ ମାଛ ଖଣ୍ଡରେ ଭଲ ଭାବରେ ଚକଟି ନିଅନ୍ତୁ। ଏଥିରେ ସାମାନ୍ୟ ଗରମ ମସଲା, ଜିରା, ଜାଇଫଳ, ଜାଇତ୍ରୀ, ଚିନି ଓ ଲୁଣ ମିଶାନ୍ତୁ। ଏକ ପାତ୍ରରେ ପାଣି ଗରମ କରିନିଅନ୍ତୁ। ମାଛ ଓ ଆଳୁର ମିଶ୍ରଣକୁ ଦଳି ମୋଟା ଦଉଡ଼ି ଆକାରରେ ଗଢ଼ିବା ପରେ ତାକୁ ଫୁଟନ୍ତା ପାଣିରେ ସିଝାନ୍ତୁ। ଆଞ୍ଚରୁ ଓହ୍ଲେଇ ମାଛ ଓ ଆଳୁ ମିଶ୍ରଣରୁ ପାଣି ନିଗାଡ଼ି ଦିଅନ୍ତୁ। ଏଥର ଏହାକୁ କେକ୍ ଭଳି ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। କରେଇରେ ତେଲ ଗରମ କରି ପିସ୍ ଗୁଡ଼ିକୁ କଡ଼ା କରି ଭାଜି ନିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରି କଟା ପିଆଜ, ତେଜପତ୍ର ଓ ରସୁଣ ବଟା ଦେଇ ଭାଜନ୍ତୁ। ପିଆଜର ରଙ୍ଗ ବାଦାମୀ ହୋଇଗଲେ ଏଥିରେ ଅଦା ବଟା ପକାଇ ଘାଣ୍ଟନ୍ତୁ। କରେଇରେ ଲାଗିଗଲା ଭଳି ହେଲେ କଟା ଟମାଟୋ ପକାନ୍ତୁ। ପରେ ଏଥିରେ ହଳଦୀ, ଲୁଣ ଓ ଚିନି ମିଶାଇ ଭଲ ଭାବରେ କଷନ୍ତୁ, ଯେମିତି ମସଲା ଓ ତେଲ ଅଲଗା ହୋଇଯିବ। ଏବେ ସେଥିରେ ପାଣି ଦେଇ 5 ମିନିଟ୍ ରାନ୍ଧନ୍ତୁ। ତାପରେ ଏଥିରେ ଭଜା ମାଛର ଟୁକୁଡ଼ା ପକାଇ ଅଳ୍ପ ଆଞ୍ଚରେ 5 ମିନିଟ୍ ରାନ୍ଧନ୍ତୁ। ଗରମ ମସଲା ଦେଇ ପରିବେଷଣ କରନ୍ତୁ। ହୋଇଗଲା ଚିତ୍ତଳ ମୋଇଠା।